ଦେଖନ୍ତୁ କାଲି ତ ଆମର ବୈଠକ ଥିଲା 3ଟା ବେଳେ ଯେ ମୋର ଆଗରୁ 2ଟା ମିଟିଂ ଫିକ୍ସ ହେଇଯାଇଥିଲା। ମୁଁ ପହଞ୍ଚିବା ପାଇଁ ଚେଷ୍ଟା କଲି କିନ୍ତୁ ପହଞ୍ଚିଲା ସମୟରେ 2-3 ଘଣ୍ଟା ଲେଟ୍ ହେଇଗଲା। ତ ଆଜି ଦେଖା କରିବି ଆମର ପିସିସି ସଭାପତିଙ୍କୁ, ବିରୋଧୀ ଦଳ ନେତାଙ୍କୁ। ମୋତେ କାଲି ମଧ୍ୟ ସକାଳେ ନରସିଂହ ମିଶ୍ର ସାର୍ ଫୋନ୍ କରିଥିଲେ। ତାଙ୍କୁ ମଧ୍ୟ ଏ କଥା କହିଥିଲି ଯେ 2ଟା ସଭା ଅଛି, ମୁଁ ସରେଇକି ତୁରନ୍ତ ପହଞ୍ଚିକି ସେଠି ସମର୍ଥନ ଦେବେ ବୋଲି ମୁଁ ତାଙ୍କୁ ଜବାବ ଦେଇଥିଲି। ଏହା ହେଉଛି କଥା। କ'ଣ ନିଷ୍ପତ୍ତି ନେଇଛି ତ କାଲି ସେ ବୈଠକରେ ମୁଁ ନଥିଲି। ଏବେ ଗଲା ପରେ ବୁଝିବି କ'ଣ ହେଇଛି କ'ଣ ନାହିଁ। ଯଦି ଦଳ ସମର୍ଥନ କରୁଛି ତ ଆମେ ସମର୍ଥନ କରିବାକୁ ବାଧ୍ୟ ହେବୁ। କିନ୍ତୁ ଆଗରୁ କେବେ ବିଜେଡି ସାଙ୍ଗରେ ମିଶିକି କଂଗ୍ରେସର କିଛି ଗଠବନ୍ଧନ କିଛି ନଥିଲା। କିନ୍ତୁ କ'ଣ ଚିନ୍ତାଧାରାରେ କରୁଛନ୍ତି କ'ଣ ନାହିଁ ମୁଁ ଠିକ୍ ଭାବେ ଜାଣିନି। ଏବେ ଗଲା ପରେ ବୁଝାସୁଝା ସଭାପତି ଯାହା କହିବେ ଆମେ ତାଙ୍କ କଥାରେ ସହମତି ଭାବେ କାର୍ଯ୍ୟ କରିବୁ। ରାଜ୍ୟ କଂଗ୍ରେସର ଯେଉଁ ସ୍ଥିତି ତ ବହୁତ ବର୍ଷ ହେଲା କ୍ଷମତାରେ ନାହାନ୍ତି। ସତ କହିବାକୁ ହେଲେ କଂଗ୍ରେସର ଦୁର୍ବଳତା, କିନ୍ତୁ ଆମମାନେ ଶକ୍ତିଶାଳୀ କରିବା ପାଇଁ ଚାହୁଁଛୁ, ଚେଷ୍ଟା ଜାରି ରହିଛି। ଆମ ଦଳ କଂଗ୍ରେସ ଦଳ ଯାହା କହିବେ ଆମେ ଏକମତ ହୋଇ କାର୍ଯ୍ୟ କରିବୁ। ଦଳ ଯୋଉଟା ନିଷ୍ପତ୍ତି ନେବ ତା ପାଇଁ ଆମେ କାର୍ଯ୍ୟ କରିବା ପାଇଁ ବାଧ୍ୟ। ଦଳର ଷ୍ଟାଣ୍ଡକୁ ଧରିକି ଆମେ କାର୍ଯ୍ୟ କରିବାକୁ ବାଧ୍ୟ। ଗୋଟେ ଦଳରେ ଅଛୁ, ଦଳରେ କାର୍ଯ୍ୟ କରିକି ବହୁତ ବର୍ଷ ହେଲା ଆସୁଛୁ, କିନ୍ତୁ ଦଳ ଛାଡ଼ିକି ଆମେ କୁଆଡ଼େ ଯାଇନୁ। କଂଗ୍ରେସ ଦଳ ଭଲ ଲାଗେ ଆମକୁ। କଂଗ୍ରେସ ଦଳର କାର୍ଯ୍ୟକଳାପ କଂଗ୍ରେସ ଦଳ ଭଲ ଲାଗେ। ରାହୁଲ ଗାନ୍ଧୀକୁ ଆମେ ଭଲ ପାଉ। ତ ଆମେ କଂଗ୍ରେସ ଯାହା ନିଷ୍ପତ୍ତି ନେବ ତା କାର୍ଯ୍ୟ କରିବୁ।